ବ୍ରହ୍ମତତ୍ଵ, ଆତ୍ମତତ୍ଵ, ସେବା ତତ୍ଵ ଇତ୍ୟାଦି ତତ୍ଵ ଅର୍ଥ ତାର ନିର୍ଯାସ ଏଗୁଡ଼ାକ ନ ବୁଝିଲେ ଠିକ ଠିକ ଠାକୁରକୁ ବୁଝି ହବନି। ଭଗବତ ତତ୍ଵ କଣ? ବର୍ତ୍ତମାନ ରାସଟା ଭଗବତ ତତ୍ଵ, ଏଟା ଗୁରୁ ତତ୍ଵ। ଲୀଳା ତତ୍ଵଟା କୃଷ୍ଣ ତ ଭଗବାନ ସ୍ୱୟଂ, କୃଷ୍ଣ ଭଗବାନ। କୃଷ୍ଣ ତ ଗୁରୁ ନୁହନ୍ତି, କୃଷ୍ଣ ହଉଛନ୍ତି ଭଗବାନ। ସେ କହୁଛନ୍ତି ଭଗବାନଙ୍କ ଆତ୍ମାଟା ହଉଛି ଗୁରୁ। ଭଗବାନଙ୍କ ଆତ୍ମାଟା ହଉଛି ଗୁରୁ, ଆଉ ଭଗବାନ ହିଁ ତାଙ୍କର ପ୍ରକୃତ ସେବକ। କାହାର? ତାହେଲେ ଜଣେ ବୁଝିପାରେ ଏଗୁଡ଼ା ଦିଟା କଥା, ନାଇଁ ଦିଟା କଥା ନୁହଁ, ସେଇ ଗୋଟାଇ କଥା। ଗୋଟାଇ କଥା। ଯେମିତି ତମର ଗୋଟେ ପୋଲିସ ଆଇଛି, ତା ଘରକୁ ଆଇଲେ ତା ପୁଅଟା ତାପରେ ଘୋଡ଼ା ହେଇକି ଚଢୁଛି, ଛୋଟ ପୁଅଟା, ତମେ ଆଠା ମୁଁ ତମ ଉପରେ ଚଢିବି, କାରଣ ସେ ପୋଲିସ ଆଇଛି ନା ଆଉ କିଏ? ସେଇ ଲୋକଟା ମୂଳରେ ତାର ନାହିଁ। ସେଇଭଳି ଯେତେବେଳେ ବ୍ରହ୍ମଟା ଯୋଉ ସ୍ତରକୁ ଆସେ ସୃଷ୍ଟିର ଲୀଳା ପାଇଁ, ସେଟା ସେମିତି ହେଇଯାଏ, କିନ୍ତୁ ସେ ନାଁଟା ବଦଳିଯାଏ, କାମ ବଦଳିଯାଏ, କ୍ଷମତା ମଧ୍ୟ ବଦଳିଯାଏ। ସେଇ ଗୁରୁ ଭଗବାନ ହେଇଛନ୍ତି ସତ୍ୟ, କିନ୍ତୁ ଭଗବାନଙ୍କର ଶକ୍ତି ନାହିଁ ଜୀବଟାକୁ ମୁକ୍ତି ଦେବା ପାଇଁ। ଭଗବାନଙ୍କର ଶକ୍ତି ନାହିଁ। ଆତ୍ମାଟା ନିଜେ ମୁକ୍ତ ହେଇପାରିବନି। ଆତ୍ମା ତ ଭଗବାନ, ଆତ୍ମାଟା ନିଜେ ମୁକ୍ତ ହେଇପାରିବନି। ଗୁରୁ ମୁକ୍ତ କରି ମୁକ୍ତି ଦେବାର କ୍ଷମତାଟା ଏକମାତ୍ର ତାଙ୍କର ଅଛି, ଆଉ ଭୁକ୍ତି ଦେବାର କ୍ଷମତାଟା ଭଗବାନଙ୍କର ଅଛି। ତମେ କଣ ଭୋଗ କରିବ, ହଁ, ସୁଖ କି ଦୁଃଖ କି କଣ କଣ ଭୁକ୍ତି ଦେବାର କ୍ଷମତାଟା ଭଗବାନଙ୍କ ହାତରେ ଅଛି। ମୁକ୍ତି ଦେବାର କ୍ଷମତାଟା ଗୁରୁଙ୍କ ହାତରେ ଅଛି। ଭୁକ୍ତି ଦେବାର କ୍ଷମତା, ତାଙ୍କର ଦିଟା କ୍ଷମତା ଅଛି ଚାହିଁଲେ ସେ। ତେଣୁ ଭୁକ୍ତି ମୁକ୍ତି ପ୍ରଦାତା ତସ୍ମୈ ଶ୍ରୀ ଗୁରବେ ନମଃ ବୋଲି ଆମେ ପଢୁଛୁ। ଭୁକ୍ତି ଦେଇପାରିବେ, ମୁକ୍ତି ବି ଦେଇପାରିବେ, କିନ୍ତୁ ଭଗବାନ ମୁକ୍ତି ଦେଇପାରିବେନି। ଏ ସଂସାର ରହିବା ପାଇଁ ଯେତେ ଯେତେ କଥା ସବୁ ଯୋଗାଇ ଦେବେ, ଆଉ କେମିତି ବଞ୍ଚି ରହିବ, ଲୀଳା କରିବେ ସେ କଥା ସେ କରିବେ, ଏଇଟା କରିବେନି। ତାଙ୍କର ସେ କ୍ଷମତାଟା ନା। ସେଥିପାଇଁ ଗୁରୁ ତତ୍ଵ ନ ଗୁରୁର୍ଧିକଂ ତତ୍ଵ ନ ଗୁରୁର୍ଧିକଂ ତର୍କ ତତ୍ତ୍ୱଜ୍ଞାନ ତ ପରଂ ନାସ୍ତି। ଆମେ ପଢୁଛୁ କଣ ଏ ତତ୍ଵ, ଏଇ ଯେ ତତ୍ତ୍ୱଜ୍ଞାନଟା ଆଉ ଉପରକୁ ଆଉ ନାସ୍ତି, ଉପରେ ଆଉ କିଛି ନାହିଁ, ଏଟା ଶେଷ। ଏଟା ଶଙ୍କରାଚାର୍ଯ୍ୟ ବି ଜାଣିନଥିଲେ, କେହି ବି ଜାଣିନଥିଲେ। ଡାଇରେକ୍ଟ ସଦ୍ଗୁରୁ, ଡାଇରେକ୍ଟ ଜଗତଗୁରୁ କୌଣସି ସଦ୍ଗୁରୁ ଆଧାରରେ କୃଷ୍ଣଙ୍କ ବ୍ୟତୀତ ଆଉ କାହା ଭିତରେ ଆସିନଥିଲେ। କୃଷ୍ଣଙ୍କ ଭିତରେ ଥରେ 3 ଥର ଗୋଟେ ଆସିଥିଲେ, ଥରେ ମହାଭାରତ ଯୁଦ୍ଧରେ ଆଇଥିଲେ, ଥରେ ରାସଲୀଳାରେ ଆଇଥିଲେ, ଥରେ ପ୍ରଭାତ ଯଜ୍ଞରେ ଆଇଥିଲେ। ଅଳ୍ପ ସମୟ ପାଇଁ ଗୀତାରେ ଉପଦେଶ ଦେଲେ, କୃଷ୍ଣ ବିଦାୟ ନେଇଗଲେ। ରାସ ସରିଗଲା, କୃଷ୍ଣ ଦ୍ୱାରକାର ରାଜା ହେଲେ, ସେ ଶକ୍ତିଟା ଚାଲିଗଲା। ପୁଣି ସେଇ ଯେତେବେଳେ ପ୍ରଭାତ ଯଜ୍ଞରେ ସେଇ ଶକ୍ତିଟା ଦେଖା ଦେଇଥିଲା, ପୁଣି ସେ ଚାଲିଲା। କିଛି ଦିନ ଟାଇମ୍ ଲାଗେ, କିଛି ସମୟ ପାଇଁ ଲାଗିଛି, ପୁଣି ଛାଡ଼ି ଯାଇଛି। ଠାକୁରଙ୍କ ଠାରେ ଲାଗେନି ସ୍ୱୟଂ ଶକ୍ତିଟା। ସେଇ ଯୋଉ ଭୂତଟା ଯାକ, ଯଦି ଆମେ ତାକୁ ଭୂତ ବୋଲି କହିବା, ସେଇ ଭୂତ ସ୍ୱୟଂ। ଦେଖନ୍ତୁ ଗୋଟେ କଥା, ଖରା ଦିନ ଖୁବ୍ ଗରମ ହଉଛି, ପବନର ଚାପ କମ୍ ଅଛି। ଆଚ୍ଛା, ଆମେ ଯଦି ଗୋଟେ ପଙ୍ଖା ଘୁରେଇବା, ମାନେ ବିଛଣାଟା, ତାହେଲେ ପବନ ହବ, ଜୋର ହବ। ସେଟା ସେଇ ପବନ, ଆଉ ଇଏ କଣ ପୁରା ପବନ ପଙ୍ଖା ସୃଷ୍ଟି କରୁଛି କି? ପଙ୍ଖାଟା ତ ଗୋଟେ ପବନ ସୃଷ୍ଟି କରୁନି। ସେଇ ପବନଟା ଏ ପଙ୍ଖା ଦ୍ୱାରା ଆମକୁ ଅନୁଭୂତ ହଉଛି, କିନ୍ତୁ ସେଇ ଏକା ପବନ, ତଫାତ୍ କିଛି ନାହିଁ। ସେଇପରି ସେଇ ଗୁରୁ ବିଭିନ୍ନ ଅବସ୍ଥାକୁ ଆସିଲେ ମଧ୍ୟ ସେଇ ମୂଳ ସତ୍ତାଟା ସେ ଗୋଟେ ସବୁବେଳେ ସେ ଚୈତନ୍ୟ, ଅର୍ଥାତ୍ ଦ୍ରଷ୍ଟା ହେଇକିରି ଅଛନ୍ତି। ଜଣେ ଦେଖିବା ଲୋକ, ଆଉ କିଛି ନାହିଁ। ସେ କିଛି କରନ୍ତିନି, ଗୁରୁଙ୍କର କିଛି କାମ ନାହିଁ, କିଛି କରନ୍ତିନି, ଖାଲି ଦେଖନ୍ତି, ଦ୍ରଷ୍ଟା ଆସନରେ ବସି ଦେଖନ୍ତି। ନିର୍ଗୁଣ ବା, ଆଉ ସଗୁଣ ହେଲେ ତ ଭଗବାନ ହେଇଯିବେ। ଆଉ ବେଳର ନିମନ୍ତ୍ରଣ କର, ନିତ୍ୟ ପୂଜା କରି